ଆମେ ନଳିନ୍ଦାଙ୍କର ଭଲ୍ୟୁମ୍ ପଢ଼ିବା ଆରମ୍ଭ କରିଛୁ। ତାର ସିଲେକ୍ଟେଡ୍ କେତେ ଗୁଡ଼ାକ ପ୍ରବନ୍ଧ ପଢ଼ିବୁ। ଯେଉଁ ବିଷୟଟା ଆମେ ପଢ଼ୁଛୁ ବର୍ତ୍ତମାନ ସେଟା ହେଉଛି ଗଡ୍ ପ୍ରୋଟେକ୍ଟ। ତାର ଶେଷ ଅଂଶଟା ଆମେ ପଢ଼ୁଛି ସେ ପ୍ରବନ୍ଧର। ପଢ଼ା ହେଇଥିଲା ଗଲାକାଲି, ତାକୁ ଜଷ୍ଟ ରିପିଟ୍ କରୁଛି। Finally, it must also be understood that because the divine protection is there upon whoever belongs to the divine, this protection should not be taken to mean exclusively the preservation of the individual's physical life and his accessories. এটা কালি আমি পড়ছিলু। ভগবানଙ୍କ ସୁରକ୍ଷା ଅଛି ମାନେ ଭଗବାନ କେବଳ ଯେ ତୁମର ପରମାୟୁ ବଢ଼େଇ ଦେବେ ଆଉ ଟଙ୍କା ଧନ ସମ୍ପତ୍ତି ରକ୍ଷା କରିବେ ଏମିତି ନୁହେଁ। Divine protection, it is true, real sense means the soul's welfare so that nothing can bring harm to it or be an obstacle to its happy growth and divine fulfillment. ଭଗବାନଙ୍କର ସୁରକ୍ଷା ଅଛି, ତା ମାନେ ଏହା ହେଲା ଯେ ଆତ୍ମାର ଅଗ୍ରଗତିରେ ଆଉ କିଛି ଏମିତି ବାଧା ସୃଷ୍ଟି ନ ହଉ। ଯାହା ଯାହା ଘଟିବ ତା ଆତ୍ମାର ଅଗ୍ରଗତି ପାଇଁ ବ୍ୟବହୃତ ହେବ। And if death and privation, the giving up one's particular body and deprivation of life's possession are necessary sometime or other for that growth and well-being, the contingency is not ruled out. ଯଦି ଶରୀର ଛାଡ଼ିବା, ସମ୍ପତ୍ତି ବାଡ଼ି ହଜେଇବା, ନଷ୍ଟ ହେଇଯିବା ଆତ୍ମାର ଅଗ୍ରଗତି ପାଇଁ ଆବଶ୍ୟକ, ତାହେଲେ ସେ ଯଦି ନ ହେବ ଏକଥା କେହି କହିପାରିବେନି। ତାମାନେ ଯେତେବେଳେ ଭଗବାନଙ୍କୁ ସୁରକ୍ଷା ଦିଅନ୍ତି, ସେ ସୁରକ୍ଷାର ଅର୍ଥ ହେଉଛି ଯେ ମଣିଷର ଆତ୍ମାର ମଙ୍ଗଳ ହେବ, ତାର ଅଗ୍ରଗତିରେ, ତାର ବିକାଶରେ କିଛି ବାଧା ସୃଷ୍ଟି ହେବନି। ଯଦି ମଣିଷର ପରମାୟୁ ବଢ଼ିବାଟା, ବଞ୍ଚିବାଟା ବା ଶରୀର ରଖିବାଟା ଏଇ କାର୍ଯ୍ୟରେ ବାଧା ଭଳିଆ ହୁଏ, ତାହେଲେ ନିଶ୍ଚୟ ଶରୀର ଚାଲିଯିବ। ଯଦି ଟଙ୍କା ସମ୍ପଦ ଯାହା ସବୁ ରହିଛି, ଅର୍ଥ ରହିଛି, ସମ୍ପତ୍ତି ରହିଛି, ତା ଯଦି ଆତ୍ମାର ଅଗ୍ରଗତିରେ ବାଧକ ହୁଏ, ତା ଯେ ନଷ୍ଟ ନ ହେବ ଏକଥା କେହି କହିପାରିବେନି। And if death and privation, the giving of a particular body and deprivation of life's possession are necessary sometime or other for that growth and well-being, the contingency is not ruled out. କେହି କହିପାରିବେନି ଯେ ରହିବ ବୋଲି। ଯେ ତା ଦରକାର ପଡ଼େ ନିଶ୍ଚୟ ହେବ। Well, that destiny too has to be accepted as part of the divine purpose, as protection itself. ତାହେଲେ କ'ଣ ହେବ ନା ଏଇଭଳି ଘଟଣାଟା ଭଗବାନଙ୍କର ସୁରକ୍ଷା ଭିତରେ ଯିବ। ଭଗବାନ ସୁରକ୍ଷିତ କରିଛନ୍ତି କାହାକୁ? ଆତ୍ମାକୁ ସୁରକ୍ଷିତ କରିଛନ୍ତି। ଶରୀର ଆଉ ଧନ ସମ୍ପଦ ଯଦି ଭଗବାନଙ୍କର ଏଇ କାର୍ଯ୍ୟ ଆତ୍ମାର ବିକାଶରେ ବାଧା ହେଲା, ସେ ନିଶ୍ଚୟ ନଷ୍ଟ ହେଇଯିବ। ମୁଁ କାଲି ଆମେ ଡିଟେଲ କାଲି ନୁହେଁ ତ କାଲି ଶନିବାର ଦିନ ଆମେ କଥାବାର୍ତ୍ତା ହେଇଥିଲୁ ଯେ କେମିତି ଏଭଳି ବି ଘଟଣା ଘଟେ ଯେ ରହିବାଟା ଆବଶ୍ୟକ ନାହିଁ, ସେ କ୍ଷେତ୍ରରେ ଶରୀର ଛାଡ଼ିବାଟା ନିତାନ୍ତ ଦରକାର। For after all, life and life's powers have no intrinsic or absolute value for their own. ଜୀବନ ଏବଂ ସମ୍ପତ୍ତି ବାଡ଼ି ତା ନିଜ ସକାଶେ କିଛି ମୂଲ୍ୟ ନାହିଁ। Their value depends upon the soul's need of them for its divine well-being. ତାର ମୂଲ୍ୟ କାହା ଉପରେ ନିର୍ଭର କରେ? ଆତ୍ମା କେତେ ଦୂର ସେମାନଙ୍କୁ ବ୍ୟବହାର କରିପାରୁଛି, ଏହା ଉପରେ ପୁରା ନିର୍ଭର କରେ। ଏସବୁ ନଳିନ୍ଦାଙ୍କ ଯେଉଁ ଲେଖା ଗୋଟେ ସମୟରେ ଆମମାନଙ୍କର ବହୁତ କାମରେ ଆସିଥିଲା। ଯେତେବେଳେ ଲୋକ ସାହିତ୍ୟ ତିଆରି ହେଇନଥିଲା, ବାହାରି ନଥିଲା, ଆଉ ସାଧାରଣ ଆମେ ଜଷ୍ଟ ମାସୁନ ବହି ପୁରା କି ପଢ଼ିନଥିଲେ, ସେଇ ସମୟରେ ଏ ଲେଖା ଗୁଡ଼ିକ ଆମକୁ ବହୁତ ସାହାଯ୍ୟ କରୁଥିଲା। ଆମେ କିଛି କିଛି ପଢ଼ିବା ଏଥିରୁ ନା ବୁଲେଟିନ୍ ଏସବୁ ବାହାରେନି, ଏସବୁ ବାହାରୁଥିଲା ସେପାରେଟ୍ ଆର୍ଟିକଲ ଆଡ଼ଭେଣ୍ଟ ଫାଡ଼ଭେଣ୍ଟରେ ବାହାରୁଥିଲା ଏ ଆର୍ଟିକଲ ଗୁଡ଼ାକ, ଆଉ ସେଇ ଚମତ୍କାର ସବୁ ବାହାରୁଥିଲା। ନଳିନ୍ଦା ଥିଲେ ଆଡ଼ଭେଣ୍ଟର ଏଡ଼ିଟର, ତେଣୁ ସେଥିରେ ଏସବୁ ବହି ବିଷୟ ବାହାରୁଥିଲା। ଆଉ ଗୋଟେ ବିଷୟ ପଢ଼ିବୁ, ପ୍ରତ୍ୟେକଟା ଗୋଟେ ନୂଆ ଆଇଡ଼ିଆଜ ଦେବ, ଥଟ୍ସ କ୍ଷେତ୍ରରେ, ଚିନ୍ତା କ୍ଷେତ୍ରରେ ଗୋଟେ ନୂଆ ରକମ ଧାରଣା ନେଇ ଆସିବ। ଏଇଠି ଯେଉଁଟା ପଢ଼ିବୁ ସେଟା ହେଉଛି ପ୍ରୋସେସ୍ ଅଫ୍ ପ୍ୟୁରିଫିକେସନ୍, ଶୁଦ୍ଧତାର ଉପାୟ, କେଉଁ ଭାବରେ ଶୁଦ୍ଧତା ଆସେ। There are three well-marked stages in the process of the purification of nature and surrender to the divine. ତିନିଟି ପାହାଞ୍ଚ ଅଛି ଶୁଦ୍ଧତା ଆସିବାରେ ଏବଂ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିବାରେ। ସରେଣ୍ଡର ଟୁ ଦ ଡିଭାଇନ୍, ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିବା ଅବସ୍ଥା ତିନିଟା ଷ୍ଟେଜରେ ଆସେ।
କ'ଣ ହେଲା ହ୍ୱେନ୍ ୱାନ୍ ହାଜ୍ ମେଡ୍ ଅପ୍ ଏଇଟା ଆରମ୍ଭ ହେଲା। କେମିତି ଆରମ୍ଭ ହବ? ହ୍ୱେନ୍ ୱାନ୍ ହାଜ୍ ମେଡ୍ ଅପ୍ ୱାନ୍ସ ମାଇଣ୍ଡ ଫାଇନାଲି ଟୁ ଟେକ୍ ଅପ୍ ଦ ପାଥ୍ ଅଫ୍ ସ୍ପିରିଚୁଆଲ୍ ଲାଇଫ୍ ଆଣ୍ଡ ଟୁ ଟର୍ନ ବ୍ୟାକ୍ ୱାନ୍ସ ବ୍ୟାକ୍ upon the life of ignorant nature. ପ୍ରଥମ ଆରମ୍ଭ ହବ କେମିତି? ଜଣେ ସିଦ୍ଧାନ୍ତ ନେବ, ଭଗବତ ନିର୍ଦ୍ଦେଶିତ ମାର୍ଗରେ ସେ ଯିବ, ଭଗବତ ପ୍ରାପ୍ତିର ମାର୍ଗରେ ସେ ଯିବ। ଏଇଟା ଫାଷ୍ଟ ନେଇଯିବ। ମେକଅପ୍ ୱାନ୍ସ ମାଇଣ୍ଡ, ନିଜର ମନ ଠିକ କରିଦେଇଛି ଟୁ ଟେକ୍ ଦ ପାଥ୍ ଅଫ୍ ସ୍ପିରିଚୁଆଲ୍ ଲାଇଫ୍, ଆଧ୍ୟାତ୍ମିକ ଜୀବନଯାପନ କରିବେ ବୋଲି, ଆଣ୍ଡ ଟୁ ଟର୍ନ ବ୍ୟାକ୍, ପଛକୁ ପକେଇଦେବ କୋଉଗୁଡ଼ାକ? ଦ ଲାଇଫ୍ ଅଫ୍ ଇଗ୍ନୋରାଣ୍ଟ ନେଚର, ଅନ୍ଧକାର ଯେଉଁ ଜୀବନ, ନିମ୍ନ ଜୀବନର ତାକୁ ପଛରେ ପକେଇ ଦେଇକରି ଆଧ୍ୟାତ୍ମିକ ଜୀବନ ଗ୍ରହଣ କରିବେ ବୋଲି ସଂକଳ୍ପ କରିବ। ୱାନ୍ ଏଣ୍ଟର୍ସ ଆଟ୍ ଦି ଆଉଟସେଟ୍ ଇଣ୍ଟୁ ଫେଜ୍ ଅଫ୍ ଡିଭାଇଡେଡ୍ କନସିୟସନେସ୍ ଆଣ୍ଡ ଲାଇଫ୍। ଏମିତି ସଂକଳ୍ପ କଲା ମାତ୍ରେ ଦିଟା ନାଁରେ ଗୋଡ଼ ଦେଲା ଭଳିଆ ଲାଗିବ। ସେ କ'ଣ କରିବ? ଏମିତି ଗୋଟେ ଅବସ୍ଥାରେ ଆସି ପହଞ୍ଚିବ। ଇଟ୍ ଇଜ୍ ଦ ଷ୍ଟେଜ୍ ହ୍ୱେନ୍ ୱାନ୍ କ୍ରାଇଜ୍, ଏଇଭଳି ଏକ ଅବସ୍ଥାରେ ଯେତେବେଳେ ପୁଅ ମୁଣ୍ଡକୁ ହାତେ ତେଲ ଘଡ଼ିକି ହାତେ, କହନ୍ତିନି ଇଏରେ ଯେ ଏଣେ ପୁଅକୁ ଉଦ୍ଧାର କରିବ ନା ତେଲ ବୋତଲଟା ନଷ୍ଟ ହେଇଯାଉଛି ତାକୁ ଧରିବ। ଠିକ୍ ସେଇଭଳି ଏମିତି ଏକ ଅବସ୍ଥା ଆସି ପହଞ୍ଚେ, ଜଣେ ଏ ଜୀବନକୁ ଛାଡ଼ିପାରୁନି କି ସେ ଜୀବନକୁ ଗ୍ରହଣ କରିପାରୁନି। ଇଟ୍ ଇଜ୍ ଦ ଷ୍ଟେଜ୍ ହ୍ୱେନ୍ ୱାନ୍ କ୍ରାଇଜ୍, ଏମିତି ଏକ ଅବସ୍ଥା ଯାହାକୁ କୁହାଯାଏ ଦି ସ୍ପିରିଟ୍ ଇଜ୍ ୱିଲିଂ ବଟ୍ ଦି ଫ୍ଲେଶ୍ ଇଜ୍ ୱିକ୍। ଆତ୍ମା ଚାହୁଁଛି ଯିବା ପାଇଁ, ତାକୁ ପଛକୁ ଟାଣିବା ପାଇଁ ସବୁ ଅନ୍ୟମାନେ ରହିଛନ୍ତି। ଦି ସ୍ପିରିଟ୍ ଇଜ୍ ୱିଲିଂ, ନିଜ ଭିତରେ ଏକ ଇଚ୍ଛା ଅଛି ଏ କଥା ହେଲେ ଭଲ ହୁଅନ୍ତା, କିନ୍ତୁ ପାରୁନି। ସ୍ପିରିଟ୍ ଇଜ୍ ୱିଲ୍, ଫ୍ଲେଶ୍ ଇଜ୍ ୱିକ୍। ୱାନ୍ ଫିଲ୍ସ ଆନ୍ ଇନର୍ ଆସ୍ପିରେସନ୍, ଜଣେ ଏକ ଅନ୍ତରରେ ଆସ୍ପୃହାକୁ ଅନୁଭବ କରେ, ଆଣ୍ଡ ଡିଭୋସନ୍, ଭକ୍ତି ଅନୁଭବ କରେ, ଆଣ୍ଡ ଇଭିନ୍ ଫ୍ରିଡମ୍ ଆଣ୍ଡ ପ୍ୟୁରିଟି ଆଣ୍ଡ ୱାଇଡର କନସିୟସନେସ୍, ଏଭଳିକି ଏକ ମୁକ୍ତ ଅବସ୍ଥାର ଅନୁଭୂତି ମଧ୍ୟ ଆସେ, ଶୁଦ୍ଧତାର ଅନୁଭୂତି ଆସେ, ଏକ ଚେତନା ବିସ୍ତାରତାର ଅନୁଭୂତି ମଧ୍ୟ ଆସେ। ବଟ୍ କିନ୍ତୁ ଆକ୍ଚୁଆଲି ଇନ୍ ଦ ପ୍ରାକ୍ଟିକାଲ ୱାର୍ଲଡ, ବ୍ୟବହାରିକ ଦିଗରେ କ'ଣ ହୁଏ? ହି ଫଲୋଜ ଦ ଓଲ୍ଡ ନେଚର, ପୁରୁଣା ଜୀବନଧାରାକୁ ସେ ଅନୁସରଣ କରେ। ଆକ୍ଟସ୍ ଅଣ୍ଡର ଦି ପ୍ରେସର ଅଫ୍ ଇଗ୍ନୋରାନ୍ସ ଆଣ୍ଡ ରିପୁଜ, ଅନ୍ଧକାର ଏବଂ ରିପୁ ଦ୍ୱାରା ଜର୍ଜରିତ ଯେଉଁ ଜୀବନଧାରା ତାକୁ ଛାଡ଼ିପାରେନି। ଇଚ୍ଛା ହେଉଛି କିନ୍ତୁ ଯାଇପାରୁନି। ୟୁ ଆର୍ ଏ ମୁଣ୍ଡେନ୍ ମ୍ୟାନ୍ ୱିଥ୍ ପ୍ରୋଫେନ୍ ହ୍ୟାବିଟ୍ସ, ତମେ ସାଧାରଣ ଲୋକ, ପାର୍ଥିବ ଲୋକ ଏବଂ ଅତ୍ୟନ୍ତ ଇଗ୍ନୋରାଣ୍ଟ ଅଭ୍ୟାସ ସବୁର ଦାସ ହେଇକି ରହିଛ। ଆଣ୍ଡ ୟେଟ୍ ୱିଦିନ୍, ଏହା ରହିଛି ୱିଦିନ୍ ହ୍ୱେନ୍ ଆଲୁଫ୍, ଏକୁଟିଆ ଥିଲାବେଳେ, ୟୁ ଆର୍ ଇନ୍ କଣ୍ଟାକ୍ଟ ୱିଥ୍ ଦ ଡିପର୍ ଆଣ୍ଡ ଲାର୍ଜର ବ୍ରେଥ୍ ଅଫ୍ ଦ ସ୍ପିରିଟ୍। ଗୋଟେ ସମୟରେ ହଁ କ'ଣ କରାଯିବ, କିନ୍ତୁ ମୁଁ ଛାଡ଼ିପାରୁନି। ମୁଁ ବୁଝୁଛି, ଚୁପଚାପ ବସିଲେ ବୁଝୁଛି ଯେ ଏଇଟା ଭଲ, ଏଇଟା ଠିକ୍, କିନ୍ତୁ ବ୍ୟବହାର କଲାବେଳକୁ ମୁଁ ସାଧାରଣ ମଣିଷଠୁ ଆହୁରି ତଳକୁ ଚାଲିଯାଉଛି। ଏମିତି ଏକ ଅବସ୍ଥା ଆସୁଛି। ହ୍ୱେନ୍ ଆଲୁଫ୍, ଏକୁଟିଆ ଥିଲାବେଳେ ବା ସାଧାରଣ ଅବସ୍ଥାରେ ଟିକେ ଅଲଗା ଭାବରେ ଥିଲାବେଳେ, ୟୁ ଆର୍ ଇନ୍ କଣ୍ଟାକ୍ଟ ୱିଥ୍ ଦ ଡିପର୍ ଆଣ୍ଡ ଲାର୍ଜର ବ୍ରେଥ୍ ଅଫ୍ ଦ ସ୍ପିରିଟ୍, ଆତ୍ମାର ଗଭୀରତର ଏବଂ ବିସ୍ତାରତର ଅନୁଭୂତି, ଚେତନା ସମ୍ପର୍କରେ ଅନୁଭୂତି ହୁଏ। ହଁ, ଏଇଟା ଭଲ। ଦି ନେକ୍ସଟ ଷ୍ଟେଜ୍, ଏଇଟା ହେଲା ଫାର୍ଷ୍ଟ ଷ୍ଟେଜ୍। ପ୍ରଥମ କଥା ହେଲା ତୁମେ ସିଦ୍ଧାନ୍ତ କଲ ଯେ ଆଧ୍ୟାତ୍ମିକ ଜୀବନଯାପନ କରିବ ବୋଲି। ଯେମିତି ସିଦ୍ଧାନ୍ତ କଲ, ସାଙ୍ଗେ ସାଙ୍ଗେ ଚେତନା ଦୁଇ ଭାଗରେ ବିଭକ୍ତ ହେଇଗଲା। ଗୋଟେ ଭାଗ କହିଲା ଯେ ହଁ ଏ ଜୀବନଯାପନ ଠିକ୍, ଏ ଜୀବନଯାପନ ଜଣେ କରିବା ଉଚିତ, କିନ୍ତୁ ତାକୁ ଆଉ କିଛି ଗୋଟେ ଟାଣିକିରି ତାକୁ ନିମ୍ନତର ଜୀବନରେ ପକେଇକି ରଖୁଛି। ତାକୁ କ'ଣ କୁହାଯାଇଛି? ସ୍ପିରିଟ୍ ଇଜ୍ ୱିଲିଂ ବଟ୍ ଦି ଫ୍ଲେଶ୍ ଇଜ୍ ୱିକ୍। ଆତ୍ମା ଚାହୁଁଛି କିନ୍ତୁ ମନ ପ୍ରାଣ ଶରୀର ତାକୁ ଟାଣିକି ରଖୁଛି ନିମ୍ନ ଜୀବନରେ। ନେକ୍ସଟ ଷ୍ଟେଜ୍ କ'ଣ ଆସିବ? ଏଇଟା ହେଲା ଫାର୍ଷ୍ଟ ଷ୍ଟେଜ୍। ନେକ୍ସଟ ଷ୍ଟେଜ୍ ଇଜ୍ ୱାନ୍ ଅଫ୍ ଦି ଏକ୍ସଟର୍ନାଲ କଣ୍ଟ୍ରୋଲ ଆଣ୍ଡ ମଡିଫିକେସନ୍ ଅଫ୍ ବିହେଭିୟର। ତାପରେ ଜଣେ ଅବସ୍ଥା ଆସିଯିବ, ଆସିଲା ପରେ କ'ଣ କରିବ ନା କେମିତି ଭାବରେ ନିଜକୁ ଟିକେ ସଂଯମ କରିବାକୁ ଆରମ୍ଭ କରିବ। ଏକ୍ସଟର୍ନାଲ କଣ୍ଟ୍ରୋଲ ଇଜ୍ ୱାନ୍ ଅଫ୍ ଦି ଏକ୍ସଟର୍ନାଲ କଣ୍ଟ୍ରୋଲ ଆଣ୍ଡ ମଡିଫିକେସନ୍ ଅଫ୍ ବିହେଭିୟର। ବ୍ୟବହାରରେ ଏକ ହଁ ହେଇଗଲା, ପାଟି ତ କରିଦେଲି ଆଉ କ'ଣ କରିବି, ପାଟି ତ କରିଦେଲି, କହି ତ ଦେଲି ଆଉ କ'ଣ କରିବି, ଏ ଅବସ୍ଥା ନିଜର ଅନୁତପ୍ତ ମନୋଭାବ ଆସିଗଲା ବା ସଂକଳ୍ପ ଆସିଗଲା, ଯେଉଁ ସଂକଳ୍ପକୁ ପ୍ରୟୋଗ କରି ହେଲା ଦୈନନ୍ଦିନ ଜୀବନରେ। You have the inner consciousness of the spirit grown strong in you. ନିଜ ଭିତରେ ଥିବା ଅନ୍ତର ଚେତନା ଯେ ଗୋଟେ ଜିନିଷ ସିଦ୍ଧାନ୍ତ ନେଇଛି ଏ ସମ୍ପର୍କରେ ସଚେତ ହୋଇ ଉଠେ, ଷ୍ଟ୍ରଙ୍ଗ ହେଇଯାଏ, ଦୃଢ଼ ହେଇଯାଏ ଅନ୍ତର ଚେତନା।
and you are no longer a helpless prey to the physical outburst of inferior nature. ଜାଣି ଶୁଣିକିରି ତମେ ନିମ୍ନ ପଛରେ ଯାଅନି। ଯାହା କରୁଛ ନା ପଛରେ କିଛି ଏକ ବସ୍ତୁ ଟାଣିକି ରଖୁଛି, ଏକ ଅନ୍ତଃଚେତନାର ଏକ ଅନୁଭବ ଅଛି, ଟାଣିକି ରଖୁଛି। ଏଣେ ଭିତରର କିଛି ଜିନିଷ ତମକୁ ବାଧ୍ୟ କରୁଛି। ଏ କାଇଣ୍ଡ ଅଫ୍ ବ୍ରେକ୍ ହାଜ୍ ବିନ୍ ପୁଟ୍ ଅପନ୍ ଆଉଟ୍ ଗୋଇଂ ପର୍ସନ୍। ଯେଉଁ ଯାହା ଚାହିଁ ଚିନ୍ତା କରୁଥିଲ ସେୟା କରି ପକଉଛ, ଏମିତି ହଉନି। ଜେନେରାଲି 3 ରକମ ଷ୍ଟେଜ୍ ଥାଏ। 3 ରକମ ଷ୍ଟେଜ୍ ଥାଏ ନର୍ମାଲ ଲାଇଫରେ। କ'ଣ ଗୋଟେ ଷ୍ଟେଜ୍ ହେଉଛି ଗୋଟେ ଇଣ୍ଡିଭିଜୁଆଲ ଲାଇଫ୍, କଲେକ୍ଟିଭ ଲାଇଫରେ 3 ରକମ ଷ୍ଟେଜ୍। ଗୋଟେ ଷ୍ଟେଜ୍ ହେଉଛି ଇନଫ୍ରା ରାସନାଲ ଷ୍ଟେଜ୍। ଇନଫ୍ରା ରାସନାଲ ଷ୍ଟେଜ୍ ହେଉଛି ବିଚାର ବୁଦ୍ଧି ସମ୍ପନ୍ନ ନୁହେଁ, ତାଠୁ ତଳ। ଯେତେବେଳେ ଇନଫ୍ରା ରାସନାଲ ଷ୍ଟେଜ୍ରେ ଜଣେ କ'ଣ କରେ ନା, ଯାହା ସବୁ ଇମ୍ପଲ୍ସନ୍ ଆସେ, ପ୍ରବୃତ୍ତି ଆସେ, ବିନା ଚିନ୍ତାରେ ତାକୁ କାର୍ଯ୍ୟରେ ପରିଣତ କରିବେ। এইটা ମୁଁ ଗାଳି ଦେବାକୁ ଚାହୁଁଛି ମାନେ ଗାଳି ଦେବି, ପାଟି କରିବାକୁ ଚାହୁଁଛି ମାନେ ପାଟି କରିବି, ୟା କରିବାକୁ ଚାହୁଁଛି ମାନେ ଇଚ୍ଛା ହେଉଛି ଖାଇବି ମାନେ ଖାଇଦେବି, ପରିଣାମ ପ୍ରତି ମୁଁ ଚିନ୍ତା ବି କରିବିନି। ଏଇଟା ହେଉଛି ଇନଫ୍ରା ରାସନାଲ ଷ୍ଟେଜ୍। ଲମ୍ବା ତା ବର୍ଣ୍ଣନା ଅଛି, ଏ ହେଉଛି ଗୋଟେ। ସେକେଣ୍ଡରେ ଇଟ୍ ଲିଡ୍ସ ଟୁ ଦ ରାସନାଲ ଷ୍ଟେଜ୍। ଇନଫ୍ରା ରାସନାଲ ଷ୍ଟେଜ୍ରୁ ଧୀରେ 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 ମଣିଷ ଭିତରେ ଆସେ ନା, ଇଟ୍ ରେଫର୍ସ ଟୁ ଦ ଲଜିକାଲ ମାଇଣ୍ଡ, ରାସନାଲ ମାଇଣ୍ଡ। ମୋ ଯେଉଁ କାର୍ଯ୍ୟଧାରା ରହିଛି ତାକୁ ଇଣ୍ଟେଲିଜେଣ୍ଟ ୱିଲ୍କୁ, ବୁଦ୍ଧିଯୁକ୍ତ ଯେଉଁ ସଂକଳ୍ପ, ତାକୁ ରେଫର କରାଯାଏ। ରେଫର କରାଯାଏ ବୁଝି ହେଉଛି ଯେ ମୁଁ ଆକୁ ଗାଳି ଦେବାକୁ ଚାହୁଁଛି, ଠିକ୍ ହେବ କି? ଭିତରେ କିଏ କହିବ ନା ଠିକ୍ ହେବନି। ଆଉ ଅସହାୟ ଭାବରେ ଗାଳି ଦେବାକୁ ଚାହୁଁଛି ମାନେ ସାଙ୍ଗେ ସାଙ୍ଗେ ଶୋଧିବାକୁ ଆରମ୍ଭ କଲି, ଏମିତି ନୁହେଁ। ମୁଁ ରେଫର କଲି ମୋର କଣ୍ଡିସନକୁ ବା ସଂକଳ୍ପକୁ, ଏବଂ ଅପେକ୍ଷା କଲି ଧୀରେ ଧୀରେ ସାଙ୍କସନ୍ ଟୁ ଦ ଲଜିକାଲ ବା ଇଣ୍ଟେଲିଜେଣ୍ଟ ୱିଲ୍ ଦେଉଛି ନା ନାହିଁ, ସାଙ୍କସନ୍ଟା ଆସୁଛି ନା ନାହିଁ। এইটা হচ্ছে ରାସନାଲ ଷ୍ଟେଜ୍। ଇନଫ୍ରା ରାସନାଲ ଷ୍ଟେଜ୍ ଗୋଟେ। ରାସନାଲ ଷ୍ଟେଜ୍ ହେଉଛି ଯେ ଯାହା କରିବ ତାକୁ ରେଫର କରିକି କରିବ ଟୁ ଦ ରାସନାଲ ମାଇଣ୍ଡ ବା ଇଣ୍ଟେଲିଜେଣ୍ଟ ୱିଲ୍, ବୁଦ୍ଧିଯୁକ୍ତ ସଂକଳ୍ପକୁ ରେଫର କରିବ ଏବଂ ସେଠୁ ଡିସିସନଟା ତୁମେ କ୍ୟାରି ଆଉଟ୍ କରିବ। ଥାର୍ଡ ହେଉଛି ସବଜେକ୍ଟିଭ। ସବଜେକ୍ଟିଭ ଅର୍ଥ ହେଉଛି ଯେ ରାସନାଲିଟିର ଉପରେ କିଛି ଏକ ଚେତନା ରହିଛି। ବାଇ ୟୋର ଭେରି habit by your very experience, you come in contact with that stage of life, but that stage of consciousness. এবং সেইটা rationality নୁହେଁ, something much more than rationality. rationality ଏଭୋଭରେ କିଛି ବିଷୟ ରହିଛି। এই ଭାବରେ ଇଣ୍ଡିଭିଜୁଆଲ ଲାଇଫ୍ ଆଉ କଲେକ୍ଟିଭ ଲାଇଫ୍ ନିୟନ୍ତ୍ରିତ ହୁଏ। ବ୍ୟକ୍ତିଗତ ଜୀବନ ବି ନିୟନ୍ତ୍ରିତ ହୁଏ, କଲେକ୍ଟିଭ ଲାଇଫ୍ ମଧ୍ୟ ନିୟନ୍ତ୍ରିତ ହୁଏ। ତାର ବିରାଟ ବର୍ଣ୍ଣନା ସେ ମଧ୍ୟ ଦେଇଛନ୍ତି। Anyhow, you are no longer a helpless prey to the physical outburst of inferior nature. A kind of break has been put upon outgoing person. जो निज भीतर जो वर्णना करछंती गोटे ब्रेक गोटे आस जाइछि आउटगोइंग पर्सन रो, जहाँ कह चाहूँ बुझे विचार करने चेष्टा कर। स्टिल एट दिस स्टेज, ए अवस्था मध्य सर्जेस ऑफ पैशन आर देयर विदिन। निज भीतर आवेग आज इट इज थाए, प्रकाश हो पारुनी, आवेग आज इट इज थाए। Still at this stage, the surges of passion are there within, inside the wall of control as it were. Control ର wall ରେ ଯେମିତି କ'ଣ ହୁଏ, ଚୋର ଡକାୟତ ମାନେ ସବୁ ଜେଲରେ ରହିଛନ୍ତି, ଚାରିପଟ ଯାକ ବିରାଟ ପାଚେରୀ ଅଛି, ପାଚେରୀକୁ ଡେଇଁକି ଆସିପାରୁନାହାନ୍ତି, କିନ୍ତୁ ସେମାନେ କ୍ୱାଇଟ୍ ଆଲିଭ୍। ଯେଉଁମାନେ ଭିତରେ ଅଛନ୍ତି ଜେଲ ଭିତରେ, ସେମାନେ କନସିୟସ୍ ଏବଂ ଆଲିଭ୍। ସେମାନେ ସୁବିଧା ପାଇଲେ ବାହାରକୁ ଆସିବେ, କିନ୍ତୁ କଣ୍ଟ୍ରୋଲ ଅଫ୍ ୱାଲ୍, କଣ୍ଟ୍ରୋଲ ୱାଲ୍ ଯେଉଁ ଅଛି, ଯେ କଣ୍ଟ୍ରୋଲ ୱାଲ୍, ତା ଭିତରେ ସେମାନେ ରହିଛନ୍ତି କନସିୟସ୍। ଇନସାଇଡ୍ ଦ ୱାଲ୍ ଅଫ୍ କଣ୍ଟ୍ରୋଲ ଆଜ୍ ଇଟ୍ ୱେର୍, the pressure and demand of the spirit has brought about a deadlock in the ignorant movement of the outer nature. The pressure and demand of the spirit, जो अंतरात्मा जो चाप एवं दाबी, has brought about a deadlock, चाबी पकई देछि, in the ignorant movements of the outer nature. बाहर प्रकृतिर स्वच्छ गतिधारा भितर एक चाबी पकई देछि। केमती चाबी पड़ी जाइछि, केमती पड़ी ता कारण होछि जे भितरर आत्मा एक एभली एक अवस्था आसी पहुंची, जो अवस्था रे से कंट्रोल करि पारुछि बा से बंद कर दे पारुछि। प्रथम कथा होछि बंद करि पारुनी, द्वितीय होछि कंट्रोल करि पारुछि, किंतु लिविंग अछि।
ତାର ଶକ୍ତି ରହିଛି, ସାମର୍ଥ୍ୟ ରହିଛି ଆଉଟବ୍ରଷ୍ଟ କରିବା ପାଇଁ, କିନ୍ତୁ ଆତ୍ମା ତାକୁ ବନ୍ଦ କରିଦେଇଛି। Although the physio-vital and vital support behind has not been wholly purified and continues in the old way. ତା କାରଣ ହେଉଛି ଭୌତିକ ପ୍ରାଣର ଯୋଉ ଆବେଗ, ଯୋଉ ଅସୁବିଧା, ସେ ସମ୍ପୂର୍ଣ୍ଣ ଭାବରେ ପରିଶୁଦ୍ଧ ହେଇନି। Physio-vital and vital support behind has not been wholly purified. ଏ ବସ୍ତୁଟା ଶୁଦ୍ଧତା ଏପର୍ଯ୍ୟନ୍ତ ଆସିନି। ବୁଝିହେଉଛି? ଭିତରର ଖାଇବାରେ ଆମେ ଦେଖିପାରିବୁ, ମନେ କରନ୍ତୁ ଗୋଟେ ଖାଇବାର ପ୍ରିୟ ବସ୍ତୁ ଥୁଆ ହେଇଥିବ, ଇଚ୍ଛା ହଉଥିବ ଖାଇବା ପାଇଁ, ଏବେ ଡିସେଣ୍ଟ୍ରି ଫେରିକି ଆସିଛି କେମିତି ଖାଇବି ତାକୁ, ଏ ମନରେ ପଡ଼ି ଯାଉଥିବ ଯୋଉ କଷ୍ଟ ଡିସେଣ୍ଟ୍ରିର ଅନ୍ୟାନ୍ୟ ଦେହ ଖରାପର, ହାତ ଯାଉଥିବ ନା ସେଣିକି ଚାହିଁବିନି ଆଉ ଜମା। ଏଇ ଭିତରର ପ୍ୟାସନ ମାନଙ୍କର ଅବସ୍ଥା ସେୟା ହୁଏ। ନିଜ ଭିତରେ ଯୋଉ ଆବେଗ ଥାଏ ସେ ବାହାରି ଆସିବାକୁ ଚାହୁଁଥାଏ, କିନ୍ତୁ ନିଜକୁ ପ୍ରକାଶ କରିପାରେନି, କାରଣ ଆତ୍ମା ବନ୍ଦ କରିଦେଇଥାଏ ଏବଂ ଏଟା ପ୍ୟୁରିଫାଏଡ ହେଇନଥାଏ। Vital support behind has not been wholly purified and continues in its old way. ତା ପୁରାତନ ଧାରାରେ ଚାଲିଥାଏ, expressing itself in veiled and sublimated acts and in dreams and imagination. କଳ୍ପନାରେ ଆଉ ନିଜର ସ୍ୱପ୍ନରେ, ନିଜର କ'ଣ କୁହାଯିବ, କଳ୍ପନା ସ୍ୱପ୍ନ କେବଳ ନୁହେଁ, ନିଜ ଭିତରେ ଯୋଉ ଆବେଗର ଏକ ରୂପ ଦେବାରେ, ଚିନ୍ତାରେ ସେ ବାହାରି ଆସେ। ବାହାରି ଆସିକିରି ବ୍ୟକ୍ତିକୁ ଧରିବାକୁ ଆରମ୍ଭ କରେ। ବ୍ୟକ୍ତି ଦେଖେ ଏଠି ଗୋଟେ ପିକୁଲିଆର ବର୍ଣ୍ଣା, ସେ ପିକୁଲିଆର ବର୍ଣ୍ଣା ଆମେ ପଢ଼ିବା ଧୀରେ ଧୀରେ। ଦେର୍ ଇଜ୍ ଏ ଫ୍ରମ୍ ଦ ଅକଲ୍ଟ ପଏଣ୍ଟ ଅଫ୍ ଭ୍ୟୁ, ଅକଲ୍ଟ ସୂକ୍ଷ୍ମ କାରଣରୁ ଏ ଜୀବନ ଆଉ ତା ଶୁଦ୍ଧ ଜୀବନ ଭିତରେ ଏକ ସମ୍ପର୍କ ସ୍ଥାପନ ହୁଏ। ଜଣେ ବିଭିନ୍ନ ବ୍ୟକ୍ତି ବିଭିନ୍ନ ଧାରା ଅନୁସରଣ କରିପାରେ। ଯେମିତି କେତେକ କହନ୍ତି ଯେ ଖାଦ୍ୟ ଉପରେ କଣ୍ଟ୍ରୋଲ ଆଣିଲେ ଏଇ ପ୍ରବୃତ୍ତି ଉପରେ କଣ୍ଟ୍ରୋଲ ଆସିପାରିବ। ଇଟ୍ ଇଜ୍ କରେକ୍ଟ ଅଲସୋ, ଟୁ ସମ୍ ଏକ୍ସଟେଣ୍ଟ ଇଜ୍ କରେକ୍ଟ। ଶ୍ରୀମଦା ବିଷୟ କହିଛନ୍ତି, ଯେମିତି ପିଆଜ ବିଷୟ ଉଠେଇଛନ୍ତି, ଅନିୟନ୍ସ ତ ପିଆଜ ବିଷୟ ଉଠେଇଛନ୍ତି। ପିଆଜ ବଘରା ପିଆଜ କହିନାହାନ୍ତି, ଯୋଉ କଞ୍ଚା ପିଆଜ ମୁଢ଼ି ସାଙ୍ଗରେ ଚୋବେଇ ଦିଆଯାଇ ହୁଏନି, କହିଛନ୍ତି ୟାକୁ ଖିଆଯାଏ ଏବଂ ୟା ସାଙ୍ଗରେ ଫିଜିକାଲ ଭାଇଟାଲର ସମ୍ପର୍କ ରହିଛି, ସେ ତାକୁ ଇନଷ୍ଟିଗେଟ୍ କରେ। ଜଣେ ବୁଝିପାରିବ ଯେ ଏଇ ଜାଗାରୁ ଏଇ ବସ୍ତୁଟା ଆସୁଛି, କିନ୍ତୁ ତାପରେ ଶ୍ରୀରବୀନ୍ଦ୍ର ତାକୁ କୋଉଥିରେ ଲିମିଟ୍ ନାହିଁ, କହିଛନ୍ତି କେବଳ ୟାକୁ ବନ୍ଦ କରିଦେଲେ କିଛି ହବ, ସେମିତି କିଛି ହବନି। କେବଳ ପିଆଜ ରସୁଣ ନ ଖାଇଲେ, ୟାକୁ ନ ଖାଇଲେ ଯେ କିଛି ହବ, ରସୁଣ ବି ଉଠେଇ ନାହାନ୍ତି, ରସୁଣ ଗାର୍ଲିକ ବିଷୟ ଉଠେଇ ନାହାନ୍ତି, କେବଳ ଅନିୟନ୍ସ ବିଷୟ କହିଛନ୍ତି ପିଆଜ ଖାଇଲେ। ମୋର ଗୋଟେ ବନ୍ଧୁ ଥିଲେ, ସେ ମରିଗଲେଣି। ତାଙ୍କ ଦୀକ୍ଷା ନେଲେ ଜଣେ ଗୁରୁଙ୍କ ପାଖରୁ, ଗୁରୁ ତାଙ୍କୁ କହିଲେ ମାଛ ମାଂସ ଖାଇବ, ପିଆଜ ଖାଇବନି। ମୁଁ କହିଲି ତାଙ୍କୁ ପଚାରିଲି କାହିଁ ନା, ଗୁରୁ ତ କହିଲେ ମତେ, ମୁଁ କ'ଣ କରିବି, ଯେ ମାଛ ମାଂସ ବରଂ ଖାଇବ, ପିଆଜ ଖାଇବନି, ରସୁଣକୁ ମନା କରିନାହାନ୍ତି। ତାପରେ ସେ କହୁଛନ୍ତି the vital support, even when it does not express itself in grosser physical movement, ପ୍ରାଣୀକ ଯୋଉ ସାହାଯ୍ୟ କରୁଛି ଏଇ ନିମ୍ନ ପ୍ରକୃତିକୁ ଯିବା ପାଇଁ, ନିମ୍ନ ପ୍ରକୃତିର ସ୍ରୋତରେ, ଯଦିଓ ସେ ସ୍ଥୂଳ ଭୌତିକ ନିମ୍ନ ପ୍ରବୃତ୍ତିର କ୍ରିୟାକଳାପରେ ନିଜକୁ ପ୍ରକାଶ କରିପାରେନି, ଇଭିନ୍ ହ୍ୱେନ୍ ଇଟ୍ ଇଜ୍ ସେଲ୍ଫ କଣ୍ଟେଣ୍ଟ, ଯେତେବେଳେ ନିଜକୁ କଣ୍ଟ୍ରୋଲ କରିକି ରଖୁଛି, yet maintains its old taste of them, କିନ୍ତୁ ତାର ଟେଷ୍ଟ କେବେ ସେ ହରେନି। ବୁଝିହେଉଛି? ଟେଷ୍ଟ ହରେନି ହେଲେ ଯେ ଶୁଣାଯାଏ, ମାନେ ୱିଥ୍ ଅଲ୍ ଏକ୍ସକ୍ୟୁଜ୍ ଟୁ ବ୍ରାହ୍ମିନ୍ସ, ସେ କ'ଣ ଯେ ହେଇଛି ନା, ଜଣକୁ ବ୍ରାହ୍ମଣ ଭୋଜନ ହେଉଛି, ତା ସ୍ତ୍ରୀ ତାକୁ ବାନ୍ଧିକି ରଖିଛି ଘରେ, ଯେ ଜୀବନୀ ବ୍ରାହ୍ମଣ ଭୋଜନକୁ, ଦେହ ଖରାପ ହେଉଛି ବୋଲି। ଇଏ ବସି ବସି ଭାବୁଛି ଯେ ଏମିତି ଆସିଲା, ପଥର ପଡ଼ିଲା, ଏ ବର୍ଷ ଇଏ ବଢ଼ା ହେଲା, କ୍ଷୀରି ବଢ଼ା ହେଲା, ଇଏ ବଢ଼ା ହେଲା, ମିଠା ଥୁଆ ହେଲା, ଏଇ ମିଠା ଖାଇଲେ ବୋଲି ଛିଣ୍ଡେଇକି ପଳେଇଲା। ଏକ୍ଜାକ୍ଟଲି ପ୍ରାୟ ସେଇଭଳିଆ ଘଟଣା ଘଟେ। ଦି vital support, even when it is self contained, yet maintains the old taste for them. old taste ମାନେ ଅର୍ଥ ହେଉଛି ଯେ ପୁରାତନ ଯୋଉ ଆକର୍ଷଣ ଥାଏ ନିମ୍ନ ଜୀବନ ପ୍ରତି, ସେ ଛାଡ଼ିକି ଯାଏନି। ପୁରାତନ ଆକର୍ଷଣ ଯୋଉ ଥାଏ ନିମ୍ନ ଜୀବନ ପ୍ରତି, ସେ ଛାଡ଼ିକି ଯାଏନି।
ପାରାବଲ୍ ଫର୍ ଦି ସର୍ଚ୍ଚ ଅଫ୍ ଦି ସୋଲ୍ ବୋଲି ଗୋଟେ ଅଛି ଚାପ୍ଟର, ସେଇଥିରେ ଶ୍ରୀମନ୍ତ ବଢ଼ିଆ ବର୍ଣ୍ଣନା ଦେଇଛନ୍ତି। ଆଉ ଗୋଟେ ବର୍ଣ୍ଣନା ଦେଇଛନ୍ତି ଡିସେଣ୍ଡ ଇଣ୍ଟୁ ଦ ନାଇଟ୍ ଚାପ୍ଟର ଗୋଟେ ଅଛି, ସେଥିରେ ବି ଚମତ୍କାର ବର୍ଣ୍ଣନା ଦିଆଯାଇଛି ଯେ କେମିତି ଶ୍ରୀମନ୍ତ କହୁଛନ୍ତି ଥରେ ଯଦି ତମେ ଯେ ଜୀବନରେ ନିମ୍ନ ଅବସ୍ଥା ଦେଇ ଆସିଛ, ସେ ଇମ୍ପ୍ରେସନ୍ ରହିଯାଏ, ଭାରି କଷ୍ଟ ହୁଏ ଛାଡ଼ିବା, ଏଡ଼େ ସହଜ ନୁହେଁ। ତାପରେ ପୁଣି ତାର ନିଦାନ ଦେଇଛନ୍ତି ଯଦିଓ, କିନ୍ତୁ ଏହା କୁହାଯାଇଛି ଯେ କେହି କହିପାରିବନି। ସେଥିପାଇଁ ମା ବର୍ଣ୍ଣନା କରିଛନ୍ତି ଯେ ନଭେଲ ପଢ଼ିବା ଉଚିତ କି ନାହିଁ, ମାଙ୍କୁ ପ୍ରଶ୍ନ କରାଯାଇଛି। ମା କହିଛନ୍ତି ଜମା ବି ପଢ଼ିବନି। ଖାଲି ନଭେଲ ପଢ଼ିବା ନୁହେଁ, ଖବରକାଗଜ ପଢ଼ିବାକୁ ବି ମା ମନା କରିଛନ୍ତି, କାରଣ ମିଥ୍ୟାର ବିଷୟ ବହୁତ ଲେଖା ହେଇଛି ଏବଂ ତା ନିଜ ଭିତରେ ଗୋଟେ ଇମ୍ପ୍ରେସନ୍ କ୍ରିଏଟ୍ କରେ। ଏଇଟା ସେଇମାନଙ୍କ ପାଇଁ ଦରକାର ଯେଉଁମାନେ ଆତ୍ମଶୁଦ୍ଧିର ପର୍ଯ୍ୟାୟକୁ ଯାଉଛନ୍ତି ବା ଆତ୍ମଶୁଦ୍ଧିର ପର୍ଯ୍ୟାୟ ଭିତରେ ଦେଇକି ଗତି କରୁଛନ୍ତି। ସେମାନେ ନିଜେ ବୁଝିପାରିବେ କୋଉଟା ଦରକାର କୋଉଟା ଦରକାର ନାହିଁ, ତାଙ୍କୁ କାହାକୁ କହିବାକୁ ପଡ଼ିବନି। ଆଚ୍ଛା, finally when this test even goes away, that is the suggestion of the beautiful and luminous phrase of the Gita, rasavarjam. ଗୀତାରେ ଚମତ୍କାର ଶବ୍ଦ ଗୋଟେ ଲେଖା ହେଇଛି ରସବର୍ଜମ। ରସବର୍ଜମର ଅର୍ଥ ହଉଛି ଟେଷ୍ଟଟା ଚାଲିଯାଇଛି, ମତେ ଆଉ ୟାକୁ ଭଲ ଲାଗୁନି। ନଟ୍ ଦ୍ୟାଟ୍ ମୋର ଆଟ୍ରାକ୍ସନ୍ ଅଛି, ଯୋଉ ଏଇ ଫାଇନାଲ ଷ୍ଟେଜଟା ଆସିବ ଯେତେବେଳେ ଗୀତାରେ ଯାହା କୁହାଯାଇଛି ରସବର୍ଜମ ଅର୍ଥ ହଉଛି ଆଉ ତା ପ୍ରତି ଆସକ୍ତି ମୋର ଆସୁନି। ଇଚ୍ଛା ହଉଛି ଯେମିତି କେହି ନ ଦେଖିଲା ବେଳେ ଖାଇଦେଇ ବୋଲି, ଟିକେ ବି ଇଚ୍ଛା ହଉନି। ଏ ଅବସ୍ଥାରେ ଆସିବ ସଜେସନ୍ ଇନ୍ ଦ ବ୍ୟୁଟିଫୁଲ ଲ୍ୟୁମିନସ୍ ଫ୍ରେଜ୍ ଅଫ୍ ଦି ଗୀତା ରସବର୍ଜମ। ଏଇ ଯୋଉ ସଜେସନ୍ ରସକୁ ଗ୍ରହଣ ନ କରିବା, then only one rises into the integral and unadulterated life of the spirit. Unadulterated ହଉଛି ପୁରାପୁରି କିଛି ବି ମିଶ୍ରିତ ନ ହେଇଥିବ, ଆତ୍ମାର ଯୋଉ ଶୁଦ୍ଧ ଅବସ୍ଥା ସେଥିରେ କିଛି ବି ମିଶ୍ରିତ ନ ହେଇଥିବ, ଯୋଉ ଟେଷ୍ଟ, ସେ ଟେଷ୍ଟଟା ସିଧା ଆତ୍ମା ଭିତରେ ଆସିବ। It is not purity, it is a part of the spirit. It is a part. Purity is a stage, ଅବସ୍ଥା, part of the spirit. ଯେତେବେଳେ you do not have, you feel the attraction, do not feel the attraction. ଏଇଟା କେବଳ ହେଇପାରିବ ଜଣେ ଯଦି କନଷ୍ଟାଣ୍ଟଲି ତାକୁ ଡ୍ୱେଲିଂ ଗୋଟେ ଶବ୍ଦଟା ଅଛି, ଡ୍ୱେଲିଂ ଅର୍ଥ ହଉଛି ତା ଭିତରେ ରହିଥିବ, ମାନେ ଯେମିତି ତାକୁ ଚମତ୍କାର ସାଇକିକ୍ ଟ୍ରାନ୍ସଫର୍ମେସନ, ଟ୍ରିପଲ ଟ୍ରାନ୍ସଫର୍ମେସନ ଗୋଟେ ଅଛି ଚାପ୍ଟର ଲାଇଫ୍ ଡିଭାଇନରେ, ସେଇଥିରେ ବର୍ଣ୍ଣନା ଦିଆଯାଇଛି କେମିତି your life has become part of the psychic life. When someone is addressing you, it is not addressing a physical body of someone or vital mental body, addressing the spirit in that person. Your life is a part of this spiritual life. ନିଜର ଜୀବନ ଏକ ଚୈତ୍ୟ ପୁରୁଷର ଜୀବନ ହବ। ଚୈତ୍ୟ ପୁରୁଷ ଯାହା ଯାହା ଅନୁଭବ କରେ, ଚୈତ୍ୟ ପୁରୁଷ ମୁଁ ଜାଗାରେ, ଅହଙ୍କାର ଜାଗାରେ ଚୈତ୍ୟ ପୁରୁଷ ଆସିବ। ସେଇଥିପାଇଁ କୁହାଯାଇଛି ଶ୍ରୀମନ୍ଦଙ୍କର ଯୋଉ କଥା ଯେ ତମେ କ'ଣ କରିବ ନା, ମୁଁ ବୋଲି ଯୋଉଟା ଅଛି ନିଜ ଭିତରେ, ଅହଂ ବୋଲି ଯାହାକୁ କୁହାହଉଛି, ସେଇ ଜାଗାରେ ମାଙ୍କ ପ୍ରତି ଭକ୍ତିକୁ ନେଇ ଆସିବ, ଭଲ ପାଇବାକୁ ନେଇ ଆସିବ। ଯାହାକୁ ଆମେ ଯୋଉ ଅନୁସାରେ ଗୋଟେ ମୁଁ ବୋଲି କହୁଛି, ମତେ ଏଇଟା ଭଲ ଲାଗୁନି, ମତେ ଏଇଟା ଭଲ ଲାଗୁଛି, ମୁଁ ଯିବା ପାଇଁ ଚାହୁଁଛି, ଜଣେ କିଏ ସିଦ୍ଧାନ୍ତ ନେଉଛି ନିଜ ଭିତରେ, ଯାହାକୁ ସେ ରେଫର କରୁଛି ମୁଁ ବୋଲି, ସେଇ ଜାଗାଟା ମାଙ୍କର ପ୍ରତି ଶ୍ରଦ୍ଧା ଭକ୍ତିରେ ପରିପୂର୍ଣ୍ଣ ହେଇଯିବ। ଏଭଳି ଏକ ଅବସ୍ଥାକୁ ବର୍ଣ୍ଣନା କରାଯାଉଛି। Till that final consummation, then only one rises into the integral and unadulterated life of the spirit. Unadulterated life of the spirit ହଉଛି ଯୋଉ ଆତ୍ମା ଆତ୍ମିକ ଜୀବନରେ ଆଉ ଅଲଗା ଜିନିଷ କିଛି ମିଶୁନି, ଶୁଦ୍ଧ ଭାବରେ ଆତ୍ମିକ ଜୀବନ ଅଛି। Till that final consummation, এই ଶେଷ ଅବସ୍ଥା ଆସିବା ପର୍ଯ୍ୟନ୍ତ happens, the period of integrum is a great occasion for training and experience. ଏଇ ଯୋଉ ମଧ୍ୟବର୍ତ୍ତୀ ଅବସ୍ଥାଟା ହଉଛି ଏକ ବିଶାଳ ଶିକ୍ଷାର ଅବସ୍ଥା, ବୁଝିହେଲା। ଏ ଯୋଉ ଟ୍ରେନିଂ 21 days ଟ୍ରେନିଂ, ଇଏ ହଉଛି ଟ୍ରେନିଂ ଅବସ୍ଥା, ଟିଚର୍ସ ଇଣ୍ଟିଗ୍ରାଲ ଏଜୁକେସନର ଟ୍ରେନିଂ ଅବସ୍ଥା ହଉଛି ଏଗୁଡ଼ିକ। ଯେ ଏ ଅବସ୍ଥାରେ ଏବଂ ତାପରେ କହୁଛନ୍ତି it is of considerable interest also from the standpoint of occult knowledge. ଏଇ ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ଯେ ଏଇ ଯୋଉ ଗୃହ ବିଦ୍ୟା ପର୍ଯ୍ୟନ୍ତ, ଗୃହ ବିଦ୍ୟା ତରଫରୁ ଏଇଟା ହଉଛି, ସେ ଦୃଷ୍ଟିରେ ଏଇଟା ହଉଛି ଅଦ୍ଭୁତ ଅବସ୍ଥା। କାହିଁକି ନା ଗୋଟେ ହଉଛି ଯେ ତମ ୟା ପରେ ବର୍ଣ୍ଣନା ପୁଣି ଦେଇଛନ୍ତି, ଏଇ ଯୋଉ ଅବସ୍ଥାର ବର୍ଣ୍ଣନା ଦେଇଛନ୍ତି କୋଉ ଅକଲ୍ଟ ପଏଣ୍ଟ ଅଫ ଭ୍ୟୁରୁ, କାହିଁକି ଏଇଟା କୁହାଯାଇଛି ଅନଆଡଲ୍ଟରେଟ୍ ଲାଇଫ୍ ଅଫ୍ ଦି ସ୍ପିରିଟ୍, ଆତ୍ମାର ଏକ ଶୁଦ୍ଧ ଜୀବନ,
ଏବଂ ତା ପୂର୍ବ ଅବସ୍ଥା ହେଉଛି ଯେ ଟଣା ଓଟରା ଜୀବନ, ହଁ ହଁ ନାଇଁ ନାଇଁ ଜୀବନ। ଏ ମଝି ଅବସ୍ଥାଟା କ'ଣ ହେବ? ଦି କଣ୍ଟ୍ରୋଲ ଅଫ୍ ଦି ସ୍ପିରିଟ୍ ଓଭର ୟୁର ନେଚର ଆଣ୍ଡ ପୁଲ୍ ଅଫ୍ ଦି ଲୋଅର ନେଚର, ଏ ଦୁଇଟା ଭିତରେ ତମେ ଦେଖିବ ମିଶାମିଶି କ'ଣ ହେଉଛି ବା କ'ଣ ହେଉନି। ଗୋଟେ ଷ୍ଟେଜ୍ରୁ ଆଉ ଗୋଟେ ଷ୍ଟେଜ୍କୁ ଜଣେ ଯାଉଛି, ତା ବର୍ଣ୍ଣନା ଶ୍ରୀମଦ ଦେଇଛନ୍ତି। এই ଦୃଷ୍ଟିରୁ ଯେ ଆତ୍ମା ବିକମ୍ସ ମୋର ଆଣ୍ଡ ମୋର ଲିଭିଂ ଥିଙ୍ଗ ଟୁ ୟୁ। ଯେଉଁ ଆତ୍ମା ସେ କହୁଛି ଅଧିକ ଅଧିକ ଜୀବନ୍ତ ବସ୍ତୁ ହେଇକି ପାଖରେ ରହୁଛି ଏବଂ ଲାଇଫ୍ ଅଫ୍ ଦି ଲୋ ନେଚର, ନିମ୍ନ ପ୍ରକୃତିର ଯେଉଁ ଜୀବନ ସେ ଆଉ ଏକ ବସ୍ତୁ ହେଇକି ରହିଛି। ଆମେ ଗୋଟେରୁ ଚାଲି ଆସି ଆଉ ଗୋଟେ ଜାଗାରେ ପହଞ୍ଚିବା। ଗୋଟେ ଝିଅଟେ ବାହା ହେଇଗଲା, ତା ଶାଶୁଘରକୁ ଚାଲିଗଲା, ସେଠି ଯେଉଁ ଜୀବନଯାପନ କରିବ ସେ ତା ସାଙ୍ଗେ ବାପଘର ସମ୍ପର୍କ ନାହିଁ। ହି ବିକମ୍ସ ଟୋଟାଲି ଡିଫରେଣ୍ଟ ପର୍ସନ୍। ଠିକ୍ ସେଇ ଭାବରେ ଯେତେବେଳେ ଜଣେ ଲୋକ ସନ୍ନ୍ୟାସ ନିଏ, ଏହା ସାଙ୍ଗରେ ଏତେ ସମ୍ପର୍କ ନାହିଁ, ଏକ୍ଜାମ୍ପଲ ହିସାବରେ କୁହାଯାଇପାରିବ। ଜଣେ ସନ୍ନ୍ୟାସ ନେଲା, ସନ୍ନ୍ୟାସ ନେଲା ବେଳେ କ'ଣ ହୁଏ? ସେ ଗୋଟେ ଯଜ୍ଞ ହୋମଟେ କରେ, ସେ ତାର ଅତୀତକୁ ପୁରା ନଷ୍ଟ କରିଦିଅନ୍ତି। ସନ୍ନ୍ୟାସୀମାନଙ୍କ ନାଁ ପଚାରିବ କେହି କହିବେନି, ମୋ ନାଁ କ'ଣ କହିବେନି, କହିବ ଅତୀତ ଇଜ ଅତୀତ, ମୁଁ ସେ ଲୋକ ନାହିଁ, ସେ ଲୋକ ଆଉ ଏକ ଜୀବନ ମୁଁ ଯାପନ କରୁଛି। ଏଇ ଆଉ ଏକ ଜୀବନ ଯାପନ କରିବା ସେଇ ତାକୁ ପରିପୂର୍ଣ୍ଣ କରିବା ପାଇଁ ସେମାନେ ଗୋଟେ ଯଜ୍ଞ କରନ୍ତି, ହୋମ କରନ୍ତି, ତାକୁ ବିରଜା ହୋମ ବୋଲି କହନ୍ତି। ବିରଜା ହୋମରେ କ'ଣ ହୁଏ? ତୁମେ ନିଜେ ନିଜର ଶ୍ରାଦ୍ଧଟି କର। ମୁଁ ମରିଗଲି ତ ଶ୍ରାଦ୍ଧ ହୁଏ, ତୁମେ ଶ୍ରାଦ୍ଧ କଲ, ୟୁ ଆର୍ नो मोर ए ओल्ड पर्सन, यू बिकम ए न्यू पर्सन। इट इज नॉट एग्जैक्टली दैट, ऑलमोस्ट यही एग्जांपल देई हबो। ओल्ड वे ऑफ लाइफ ଆଉ ନାହିଁ। ନିମ୍ନ ତୁମେ ଏକ ଶୁଦ୍ଧ ଅନେକ ଅଲଗା ଜୀବନରେ ରହିଯାଇଛ। ତାକୁ ମୁହଁରେ କହିବା, ବକ୍ତୃତାରେ କହିବା ଠିକ୍, କିନ୍ତୁ ପ୍ରାକ୍ଟିକାଲି କରିବା ଇଜ୍ ଭେରି ଡିଫିକଲ୍ଟ। ଏବଂ ଜଣଙ୍କର ଯାହା ଦରକାର ସେ ଆଉ ଗୋଟେ ଶବ୍ଦ ଆମେ ପଢ଼ିବା ସେ ସମ୍ପର୍କରେ ଗୋଟେ ଆର୍ଟିକଲ, ସିନ୍ସିୟରିଟି ଇଜ୍ ରିକ୍ୱାର୍ଡ। ଦେୟାର ଆର୍ ଟୁ ଟାଇପ୍ସ which mean two stages of control। ନିଜର ଯେଉଁ କଣ୍ଟ୍ରୋଲ ଆସିବାର ଦୁଇଟା ରକମ ଷ୍ଟେଜ୍ ରହିଛି। ୟୁ କ୍ୟାନ୍ କଣ୍ଟ୍ରୋଲ ୟୁର ନେଚର ବାଇ ଦି ଫୋର୍ସ ଅଫ୍ ୟୁର ୱିଲ୍, ସଂକଳ୍ପ ଦ୍ୱାରା ନିଜର ଉପରେ ଅକ୍ତିଆର ଆଣି ହେବ, ୱିଲ୍ ଦ୍ୱାରା। ଆଚ୍ଛା, as one does a wicked horse by means of a tooth bit। ଘୋଡ଼ା କ'ଣ କରାଯାଏ? ବାଡ଼ି ଯାଏନି, ଗୋଟେ ବାଡ଼ିକି ଅଣାଯାଏ। But this control is precarious and the clearing or purification effected is only skin deep। ମୁଁ ମାନେ ମୋ ସାମ୍ନାରେ ଚାହା କପ୍ଟା ହଲୁଥିବ, ଇଚ୍ଛା ହେବ ଖାଇଦେବା ପାଇଁ। ଆଉ ପ୍ରିକାରିୟସ୍ ଅର୍ଥ ହେଉଛି ଏଇଟା ହେଉଛି ଅଦ୍ଭୁତ ଭାବରେ ଦୟନୀୟ ଏକଦମ। କାରଣ ତମେ ଚାହୁଁଥିବ ନିଜ ଉପରେ କଣ୍ଟ୍ରୋଲ କରିବା ପାଇଁ, ସେ ଆଉଟବର୍ସ କରୁଥିବ ତମ ଆଗରେ, ତମେ କିଛି ବି କରିପାରିବନି। ଦୁଇଟା ଷ୍ଟେଜ୍ରେ, ଗୋଟେ ଷ୍ଟେଜ୍ ହେଉଛି ୟୁର ନେଚର ବାଇ ଦି ଫୋର୍ସ ଅଫ୍ ୟୁର ୱିଲ୍, କଣ୍ଟ୍ରୋଲ ଅଫ୍ ୟୁର ନେଚର ବାଇ ଦି ଫୋର୍ସ ଅଫ୍ ୟୁର ୱିଲ୍, ସଂକଳ୍ପ ଦ୍ୱାରା ନିଜର ପ୍ରକୃତିକୁ ସଂଯମ କରିବ। as one does a wicked horse by means of a tooth bit, କଣ୍ଟା ଦେଇକିରି, କଣ୍ଟା ବାଡ଼ି ଦେଇକିରି ଘୋଡ଼ାକୁ ଠିକ୍ କରାଯାଏ। but this control is precarious and the clearing or purification effected is only skin deep। at the slightest weakening of the will, ଟିକେ ସଂକଳ୍ପର ଦୁର୍ବଳତା ଚାଲି ଆସିଲେ, or a momentary lack of vigilance, ଆଖି ଟିକେ ଅନ୍ୟ ଜାଗାକୁ ଚାଲିଗଲେ, you may find yourself in the very midst of a volcanic eruption of passion। ହଠାତ୍ ଭିତରର ଯେଉଁ ବସ୍ତୁ ସେ ଫୁଟି ଉଠିବ। ଟିକେ ଯଦି ଆଖି ଅନ୍ୟ ଆଡ଼କୁ ଚାଲିଯିବ, ଟିକେ ଯଦି ନିଜ ଉପରେ କଣ୍ଟ୍ରୋଲ ଢିଲା ହେଇଯିବ, ତାହେଲେ ନିଜର କାମନା, ବାସନା, ଉଦ୍ବେଗ, ଆବେଗ ଭୟଙ୍କର ଭାବରେ ଉଦ୍ଗୀରଣ ହେବ। ଇଭିନ୍ ଅଦରୱାଇଜ୍, ଇଭିନ୍ ଇଫ୍ ଦେୟାର ହ୍ୟାପେନ୍ସ नो external outburst, ମନେକର ହେଲାନି କଥା, ହଠାତ୍ ହେଲାନି, the burden or pressure of the ignorant nature is always there, and the struggle or tension, although thrown into the background, obstructs the nature, does not give it the free and spontaneous higher poise of the spirit। ମନେକର କଣ୍ଟ୍ରୋଲ ମାନେ ଆଉଟବର୍ଷ୍ଟ ହେଲାନି, ଭଲକାନିକ ଆଉଟବର୍ଷ୍ଟ ହେଲାନି, ତଥାପି ଆତ୍ମାର ଶୁଦ୍ଧ ଅଚଞ୍ଚଳ ଯେଉଁ ଭାବ ବା ନିଜର ଯେଉଁ ଜୀବନ, ସେ ଜୀବନ ଏଇ ଜୀବନ ଭିତରେ ବହୁତ ତଫାତ ଥିବ। ପ୍ରତି ମୁହୂର୍ତ୍ତରେ କିଏ ପଶି ଆସିବ କି? ଏ ଦେଖୁଛି, the burden or pressure of the ignorant nature is always there, and the struggle or tension,
although thrown into the background, obstructs the nature, does not give it the free and spontaneous higher voice of the spirit. आत्मार जो शुद्ध क्रियाकलाप से विषय तुमको चखी दबनी कारण भितर सबुले टेंशन थी केतବେଳେ ଚାଲି ଆସିବ କି କେତେବେଳେ ଚାଲି ଆସିବ କି ଏବଂ शुद्ध अवस्था केबे आसीबनी